ଦେଖ ଧାନି କ'ଣ କହିଲା, ଆମର ବୀର ସାଇତ ମାନେ କହୁଥିଲେ କ'ଣ? ଡୋଣକା କହିଲା, ଜଙ୍ଗଲର ଗଛରେ ଚଢ଼ି ଗୋରା ବାହିନୀ ଉପରକୁ କୋଚିରା ତୀର ଛାଡ଼ିଲେ ତୀର ଯାହା ଦେହରେ ଲାଗିବ ସେ ତଡ଼ି ପଡ଼ିବ। ଧାନି କ'ଣ କହିଛି? ଧାନି କହୁଛି ଦେଖ, ତୀର ମୁନରେ କୋଚିରା ବିଷ ନାଗଛାପର ବିଷଠୁ ବି ଭୟଙ୍କର ରେ ପୁଅ। ତମେ ସେ ତୀରରେ ସେ ବିଷ ଦେବ ବୋଲି କହୁଛି। ଡୋନକା କହିଲା, ମେଘ ଘାଟି ଓଇଲା ପରି ତୀର ଛାଡ଼ୁଛନ୍ତି, ହେଲେ ଆମ ଭଗବାନ ମଝିରେ ମଝିରେ ବିଗାଡ଼ି ଦେଉଥାନ୍ତି। ଧାନି କହିଲା, ବିର୍ସା କହୁଛି କ'ଣ? ଡୋନକା କହିଲା, ଗୋରା ପଲଟନ ଆମ ପିଲାଛୁଆ ବୁଢ଼ାବୁଢ଼ୀ କାହାକୁ ଛାଡ଼ୁନାହାନ୍ତି, ମାରି ଶୁଆଇ ଦେଉଛନ୍ତି, ହେଲେ ଆମ ବେଲକୁ ମନା କରି ଦେଉଛନ୍ତି। ଧାନି କହିଲା, ମନା କରୁଛନ୍ତି କ'ଣ ପାଇଁ? ଡୋନକା କହିଲା, ବିର୍ସା ଭଗବାନ କହୁଛନ୍ତି, ଇଂରେଜର ଶାସନ ଓ ତାର ନୀତି ବିରୋଧରେ ଆମର ଲଢ଼େଇ। ଇଂରେଜ ଜାତି ବିରୋଧରେ ନୁହେଁ, ଲାଞ୍ଚି ଖୁଣ୍ଟି ଚାଏ ବାସାର ଗୋରା ବସତିଗୁଡ଼ିକୁ ନିଆଁ ଲଗାଇ ଦେଇଥାନ୍ତେ ଆମ ବୀର ସାଇତ ମାନେ। ଧାନି କ'ଣ କହିଲା ଦେଖ, ସେ ଧାନି ହେଲା ବୁଢ଼ା ଲୋକଟି କହୁଛି, ଠିକ୍ ହୋଇଥାନ୍ତା, ବେପାରୀ ଜାତିଟାକୁ ମୁଲୁ ପୋଛି ନ କଲେ ଆଉ ରକ୍ଷା ନାହିଁ ବୋଲି ସେଇ ବୁଢ଼ା ଲୋକଟି କହୁଛି। ଡୋନକା କହିଲା, ଦେଖ, ହେଲେ ପାରିଲେ କୋଉଠି? ଭଗବାନ ହୁକୁମ କଲେ ବୀର ସାଇତମାନେ ଘାଟିକୁ ଫେରିଯାଅ। ଏଇ ନିରୀହମାନଙ୍କୁ ହତ୍ୟା କରି ଲାଭ କ'ଣ? ଧାନି କହିଲା, ଭଗବାନଟା ଏମିତି ମଝିରେ ମଝିରେ ତ ଅଡ଼ୁଆ କରୁଛି। ତ ଦେଖ ପିଲାମାନେ, ଚତୁର୍ଥ ଦୃଶ୍ୟ, ଡୋନକାର ସ୍ତ୍ରୀ ଶାଲି, ସିଏ ବି ବୀର ସାଇତ ହୋଇଛି। ଶାଲି କ'ଣ କହୁଛି? କିଏ କେଉଁଠି ଅଛରେ ଧାଇଁ ଆସ, ମୋର ଭଗବାନଙ୍କୁ ଧରି ନେଇ ଯାଉଛନ୍ତି। ଆରେ ମାଝିଟା ମାରିଆ କ'ଣ ପାଇଲୁ ରେ? ମୋର ଭଗବାନଙ୍କୁ ଧରେଇ ଦେଲୁ, 500 ଟଙ୍କା ବଡ଼ ହେଲା ତୋତେ। ଧାନି କହିଲା, ପ୍ରବେଶ କରି ଆସିକି ସେ ଧାନି କହୁଛି, ଆଉ ପାଟି କରି କ'ଣ ପାଇବୁ ରେ ମା? ଲୁହା ଭିତରେ କାଠ ଖଣ୍ଡେ ପଶିଲା ପରେ ଗଛ ପାଉଁଛ ନାଶ ହୁଏ। ମାଝିତା ମାରିଆଟା ମୁଣ୍ଡା କି ଆଉ କ'ଣ ରେ? ଶାଲି କହିଲା, ମୋର ଭଗବାନ କ'ଣ ହେବ ଧାନି ବାବା? ଧାନି କହିଲା, ଆଉ କ'ଣ ହେବ ରେ ମା, ଫାଶୀ କି ଜେଲ। ଲଢ଼େଇର ଦିଟା କଥାରେ ମା, ହାରିବା ଜିତିବା, ଯିଏ ଜିତେ ତା ନାଁ ଲେଖି ରହେ ଇତିହାସ, ଯିଏ ହାରେ ତା ନାଁ ଲେଖା ହୁଏ ନାହିଁ। ମଣିଷର ରକତରେ ତାର, ଭୋକରେ ତାର, ଶୋଷରେ ତାର, ଦୀର୍ଘଶ୍ୱାସରେ। ଶାଲି କହିଲା, ବିର୍ସା ବଇଁଶୀ ବଜେଇ ଦେଲେ ମଣିଷର ରକତରେ ମାଦଲ ବାଜୁଥିଲା। ବିର୍ସା ଡାକିଲେ ଜଙ୍ଗଲ ଓ କରୁଥିଲା। ଆଜି ସେ ପିଞ୍ଜରାର ବାଘ ପରି ଉଠ ବସ ହେଉଛି। କୁଆଡ଼େ ଗଲା ତାର ସିଂହ ଠାଣି? ଧାନି ବାବା କହୁଛି, କ'ଣ କହୁଛି? ସୁଖ ମଣିଷକୁ ଭୟାଲୁ ଆଉ ଦୁର୍ବଳ କରି ଦିଏ ରେ ମା। ମୁଣ୍ଡା ଜାତିଟା ସୁଖ ଚାହିଁଲା, ବିର୍ସା ଆଉ କରନ୍ତା କ'ଣ? ପଞ୍ଚମ ଦୃଶ୍ୟ, ଲାଞ୍ଚି ଜେଲ, ଜୁନ 9 ତାରିଖ 1900 ମସିହାର ସକାଳର କଥା। ଲାଞ୍ଚି ଜେଲରେ ଏଇଟା। ଦେଖ ବିର୍ସା ଦେଖ କ'ଣ କହୁଛି, ହେ ବିଶ୍ୱ ସ୍ରଷ୍ଟା, ଆମର ପ୍ରାର୍ଥନା ବ୍ୟର୍ଥ କରନା, ତୁମଠାରେ ଆମର ପୂର୍ଣ୍ଣ ବିଶ୍ୱାସ ରହିଛି। ହେ ମୋ ଜନ୍ମଭୂମି, ଆଗ ମୋର ମା, ମୁଁ କଥା ଦେଇଥିଲି ମା ତୋତେ ମୁକ୍ତ କରିବାକୁ, ହେଲେ ପାରିଲି
ନାହିଁ ଗୋ। ଶୁଣି ପାରୁଛି ମା କ୍ୟାପ୍ଟେନ୍ ରୋସ୍‌ର ଚିତ୍କାର। ଏ ବନ୍ଦୀଶାଳାରୁ ବି ପଶି ଆସୁଛି ବାରୁଦର ଗନ୍ଧ। ମୋର ମୁଣ୍ଡା ବାହିନୀର ରେ ରେ କାର ତୁ କ'ଣ ଶୁଣୁନାହୁଁ ମା? ତୁ ତ ଜାଣୁ ମା ମୁଣ୍ଡା ରକତରେ କି ଭୟଙ୍କର ନିଆଁ ଲାଗିଥିଲା। ହେଲେ ଆଜି ସବୁ ଶେଷ ମା। ହାତ ଯୋଡ଼ିବାକୁ ମୋର ବି ଶକ୍ତି ନାହିଁ। ଯନ୍ତ୍ରଣା ଏଇଟା କିଏ? ମୁଣ୍ଡା ବିର୍ସା ମୁଣ୍ଡା କହୁଛି। ଓ ହୋ ତମେ କ'ଣ ଫୋଡ଼ିଦେଲ ଅମୂଲ୍ୟ? ମୋତେ ତ ଚାରିଆଡ଼େ ଅନ୍ଧାର ଦିଶୁଛି। ଜେଲ୍‌ର ଫାଟକ ଆଗରେ ହଜାର ହଜାର ମୁଣ୍ଡା ନରନାଳୀ ଜୟକାର କରୁଛନ୍ତି। ଧାନୀ କହିଲା ବିର୍ସା ଭଗବାନ କି ସମସ୍ତେ ଜୟ କରୁଛନ୍ତି। ଧାନୀ କହିଲା ଧରତୀ ମା କି ସମସ୍ତେ ଜୟ ଜୟ କରୁଛନ୍ତି। ପୁଣି ଦେଖ ଧାନୀ କ'ଣ କହୁଛି? ଏ ଲଢ଼େଇର ଶେଷ ନାହିଁ ରେ। ମୁଣ୍ଡାମାନେ ହାରି ଯାଇଥିବା ଲଢ଼େଇର ଶେଷ ହୁଏନା ବୋଲି ଧାନୀ ବାବା କହୁଛନ୍ତି। ତ ପିଲାମାନେ ତୁମମାନଙ୍କୁ ଏଇ ପାଠଟି ପସନ୍ଦ ଲାଗିଥିଲେ ଚ୍ୟାନେଲକୁ ଲାଇକ୍ କରିବ, ସେୟାର କରିବ ଏବଂ ସବସ୍କ୍ରାଇବ୍ କରିବ। ଥ୍ୟାଙ୍କ ୟୁ।